ଜୟ ଜଗନ୍ନାଥ ବନ୍ଧୁଗଣ, ଆପଣମାନଙ୍କୁ ସ୍ୱାଗତ ମୋର ଏହି ଚ୍ୟାନେଲକୁ। ବନ୍ଧୁମାନେ, ଆଜିର ଏହି କାର୍ଯ୍ୟକ୍ରମଟି ମିଥୁନ ରାଶିର ବ୍ୟକ୍ତିବିଶେଷମାନଙ୍କ ପାଇଁ ବହୁତ ଅଧିକ ଗୁରୁତ୍ୱପୂର୍ଣ୍ଣ ଅଟେ। କାହିଁକି ନା ଏହି ଦୋଳ ପୂର୍ଣ୍ଣିମା ଠାରୁ ଆପଣଙ୍କର ଜୀବନରେ ଏକ ବହୁତ ବଡ଼ ପରିବର୍ତ୍ତନ ହେବା ପାଇଁ ଯାଉଅଛି। ବନ୍ଧୁମାନେ, ଦୋଳ ପୂର୍ଣ୍ଣିମା ଦିନ ମୀନ ସଂକ୍ରାନ୍ତି ମଧ୍ୟ ପଡ଼ୁଅଛି। ଅର୍ଥାତ୍ ଏହି ଦିନ ପୂର୍ଣ୍ଣିମା ଏବଂ ସଂକ୍ରାନ୍ତିର ସଂଯୋଗ ମଧ୍ୟ ହେଉଅଛି। ତେଣୁ ମାର୍ଚ୍ଚ 15ରେ ଅର୍ଥାତ୍ ହୋଲି ଦିନ ସୂର୍ଯ୍ୟଙ୍କର ରାଶି ପରିବର୍ତ୍ତନ ହେଉଅଛି, ଯେଉଁ କାରଣରୁ ଏହି ଦିନ ମୀନ ସଂକ୍ରାନ୍ତି ମଧ୍ୟ ପଡ଼ୁଅଛି। ଏହାଛଡ଼ା 29 ମାର୍ଚ୍ଚକୁ ଶନି ନିଜର ରାଶି ମଧ୍ୟ ପରିବର୍ତ୍ତନ କରିବା ପାଇଁ ଯାଉଛନ୍ତି। ଆପଣମାନେ ଏହା ଜାଣନ୍ତି ଯେ ଶନିଦେବ ଗୋଟିଏ ରାଶିରେ ଦୀର୍ଘ 2.5 ବର୍ଷ ପର୍ଯ୍ୟନ୍ତ ରହିଥାନ୍ତି। ତ ଦୀର୍ଘ 2.5 ବର୍ଷ ପରେ ଶନିଦେବ କୁମ୍ଭ ରାଶିରୁ ମୀନ ରାଶିକୁ ପ୍ରବେଶ କରିବା ପାଇଁ ଯାଉଛନ୍ତି। ତେବେ ସୂର୍ଯ୍ୟ ଏବଂ ଶନିଙ୍କର ରାଶି ପରିବର୍ତ୍ତନ ଫଳରେ ଏହି ଦୋଳ ପୂର୍ଣ୍ଣିମା ପରଠାରୁ ଆପଣମାନଙ୍କର ଜୀବନରେ ଏକ ବହୁତ ବଡ଼ ପରିବର୍ତ୍ତନ ହେବା ପାଇଁ ଯାଉଅଛି। ତେବେ ଏହି ଦୋଳ ପୂର୍ଣ୍ଣିମା ପରେ ବା ହୋଲି ପରଠାରୁ ଆପଣଙ୍କ ଜୀବନରେ କେଉଁ ସବୁ ପରିବର୍ତ୍ତନ ହେବ, କେଉଁ ସବୁ ବଡ଼ ଘଟଣାଗୁଡ଼ିକ ଆପଣଙ୍କ ଜୀବନରେ ଘଟିବ, ସେହି ସବୁ ବିଷୟରେ ଜାଣିବା ପାଇଁ ଆପଣମାନେ ଭିଡ଼ିଓଟିକୁ ଜମାରୁ ବି ସ୍କିପ୍ ନ କରି ଶେଷ ପର୍ଯ୍ୟନ୍ତ ନିଶ୍ଚୟ ରୂପରେ ଦେଖନ୍ତୁ। ଆଉ ଯଦି ଆପଣଙ୍କର ମିଥୁନ ରାଶି ହୋଇଥାଏ, ତାହେଲେ ଭିଡ଼ିଓଟିକୁ ଆପଣ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନିଅନ୍ତୁ ଏବଂ ଭକ୍ତି ଆଉ ଶ୍ରଦ୍ଧାର ମନରେ ତଳେ ଆସୁଥିବା କମେଣ୍ଟ ବକ୍ସରେ ଜୟ ଶ୍ରୀକୃଷ୍ଣ, ମାତା ରାଧେ ରାଧେ ନିଶ୍ଚୟ ରୂପରେ ଆପଣ ଲେଖିଦିଅନ୍ତୁ। ତେବେ ବନ୍ଧୁମାନେ, ଆସନ୍ତୁ ଆରମ୍ଭ କରିବା ଆଜିର ଏହି ଭିଡ଼ିଓଟିକୁ, ଯାହାକି ମିଥୁନ ରାଶିର ବ୍ୟକ୍ତିବିଶେଷମାନଙ୍କର ଜନ୍ମ ରାଶି ଆଉ ଚନ୍ଦ୍ର ରାଶି ଉପରେ ଆଧାରିତ ଅଟେ। ତ ବନ୍ଧୁମାନେ, କୁଣ୍ଡଳୀର ପ୍ରଥମ ଭାବରୁ ହିଁ ଜଣାପଡ଼ିଯାଇଥାଏ କି ଆପଣଙ୍କର ସ୍ୱାସ୍ଥ୍ୟ କିପରି ରହିବ। ଆଉ ଆପଣଙ୍କର ରାଶିର ଅଧିପତି ବା ଆପଣଙ୍କର ପ୍ରଥମ ଭାବର ଅଧିପତି ହେଉଛନ୍ତି ବୁଧ। ଆଉ ସେ ଆପଣଙ୍କର କୁଣ୍ଡଳୀରେ ଦଶମ ଭାବରେ ବିରାଜମାନ ରହିଛନ୍ତି। ତେଣୁ ସେହି ଦୃଷ୍ଟିରୁ ଦେଖିବା ପାଇଁ ଗଲେ ଆପଣଙ୍କର ଦୋଳ ପୂର୍ଣ୍ଣିମା ପରେ ସ୍ୱାସ୍ଥ୍ୟ ବହୁତ ଭଲ ରହିବ। ମାତ୍ର ଯେହେତୁ ମଙ୍ଗଳ ଆପଣଙ୍କର ଷଷ୍ଠ ଭାବର ଅଧିପତି ହୋଇ ଆପଣଙ୍କର ପ୍ରଥମ ଭାବରେ ବିରାଜମାନ ରହିଛନ୍ତି, ତେଣୁ ଯଦି ଆପଣ ବାହାରକୁ କେଉଁଆଡ଼େ ଯାତ୍ରା କରୁଛନ୍ତି, ସେତେବେଳେ ଆପଣ ନିଜ ସ୍ୱାସ୍ଥ୍ୟର ଧ୍ୟାନ ରଖିବେ। ଆଉ ଯେହେତୁ ଗୁରୁ ଆପଣଙ୍କର ଦ୍ୱାଦଶ ଭାବରେ ରହିଛନ୍ତି, ତେଣୁ ଆପଣ ନିଜର ଖାଦ୍ୟପେୟ ପ୍ରତି ଯତ୍ନଶୀଳ ରୁହନ୍ତୁ। କିଛି ଏପରି ଖାଦ୍ୟଗୁଡ଼ିକ ଆପଣ ଖାଆନ୍ତୁ ନାହିଁ ଯାହାଦ୍ୱାରା ଆପଣଙ୍କର ଶରୀରର ମୋଟାପଣ ବଢ଼ିପାରେ। କାହିଁକି ନା ଗୁରୁ ହେଉଛନ୍ତି ଆପଣଙ୍କର ଚର୍ବିର କାରକ ଗ୍ରହ। ତେଣୁ ଆପଣ ସ୍ୱାସ୍ଥ୍ୟପ୍ରଦ ଖାଦ୍ୟଗୁଡ଼ିକ ଖାଆନ୍ତୁ। ଫାଷ୍ଟ ଫୁଡ଼୍, ଜଙ୍କ ଫୁଡ଼୍, ଏହିସବୁ ଜିନିଷଗୁଡ଼ିକ ଠାରୁ ଆପଣ ଯେତେ ଅଧିକ ପାରିବେ ଦୂରାଇ ରୁହନ୍ତୁ। କିନ୍ତୁ ଆପଣଙ୍କର ସ୍ୱାସ୍ଥ୍ୟ ବହୁତ ଭଲ ରହିଛି। ମାତ୍ର କେବଳ ଆପଣଙ୍କୁ ଆପଣଙ୍କର ଖାଦ୍ୟ ପାନୀୟ ପ୍ରତି ସାବଧାନ ରହିବାର ଅଛି। ଆଉ ସେହିପରି ବିଦ୍ୟାର୍ଥୀମାନଙ୍କ ପାଇଁ ମଧ୍ୟ ଦୋଳ ପୂର୍ଣ୍ଣିମା ପରର ସମୟ ବହୁତ ଅଧିକ ଭଲ ରହିଛି। ତ ବନ୍ଧୁମାନେ, କୁଣ୍ଡଳୀର ପଞ୍ଚମ ଭାବଟି ହୋଇଥାଏ ଆପଣଙ୍କର ଶିକ୍ଷା କ୍ଷେତ୍ରର ଭାବ ଏବଂ ଆପଣଙ୍କର ପଞ୍ଚମ ଭାବର ଅଧିପତି ରହିଲେ ଶୁକ୍ର, ଯିଏକି ଆପଣଙ୍କର କୁଣ୍ଡଳୀରେ ଦଶମ ଭାବରେ ବୁଧଙ୍କ ସାଥିରେ ବିରାଜମାନ ରହିଛନ୍ତି। ମାତ୍ର ରାହୁ ମଧ୍ୟ ସେଠାରେ ଅର୍ଥାତ୍ ଦଶମ ଭାବରେ ବିରାଜମାନ କରିଛନ୍ତି। ତେଣୁ ଏହି ଦୃଷ୍ଟିରୁ ଯଦି ଆମେ ଦେଖିବା ପାଇଁ ଯିବା, ତାହେଲେ ପାଠପଢ଼ାର ସ୍ଥିତି ଆପଣଙ୍କର ବହୁତ ଭଲ ରହିବ। ମାତ୍ର ଯଦି ଆପଣ ଆପଣଙ୍କର ପାଠପଢ଼ାରେ କିଛି ବି ଡିସିସନ୍ ନେଉଛନ୍ତି, ତ ତରବରିଆ ଭାବରେ ଆପଣ କୌଣସି ବି ଡିସିସନ୍ ନିଅନ୍ତୁ ନାହିଁ। କାହିଁକି ନା ରାହୁ ମଧ୍ୟ ଆପଣଙ୍କର ଦଶମ ଭାବରେ ଶୁକ୍ରଙ୍କ ସାଥିରେ ବିରାଜମାନ ରହିଛନ୍ତି। ତେଣୁ ଆପଣ ଅନ୍ୟ କାହାରିଙ୍କର କଥାରେ ମଧ୍ୟ କୌଣସି ପ୍ରକାରର ଡିସିସନ୍ ଆପଣ ନିଅନ୍ତୁ ନାହିଁ। ଆପଣ ନିଜେ ଭାବି ଚିନ୍ତି କରି ଯାହା ବି କିଛି ଆପଣଙ୍କୁ ଠିକ୍ ଲାଗୁଅଛି ତାହା ହିଁ ଆପଣ କରନ୍ତୁ। ଆଉ ଆପଣଙ୍କର ପାଠପଢ଼ା ତ ଭଲ ରହିବ। ଯଦି ଆପଣଙ୍କର ଦୋଳ ପୂର୍ଣ୍ଣିମା ପରେ କୌଣସି ବି ଏକ୍ଜାମ୍ ରହିଛି ଆପଣଙ୍କର, ତ ସେହି ଏକ୍ଜାମ୍ରେ ଆପଣଙ୍କର ଉତ୍ତୀର୍ଣ୍ଣ ମଧ୍ୟ ହେବେ। ଏହା ସହିତ ଆପଣଙ୍କୁ ଶୁଭ ଫଳ ମଧ୍ୟ ପ୍ରାପ୍ତି ହେବ। ଆଉ ଯଦି ଆପଣ କୌଣସି କମ୍ପିଟେଟିଭ୍ ଏକ୍ଜାମ୍ ଦେଉଛନ୍ତି, ତେବେ ସେଥିରେ ମଧ୍ୟ ଆପଣଙ୍କୁ ସଫଳତା ପ୍ରାପ୍ତି ହେବ।
ଆପଣଙ୍କର ପ୍ରେମ ଜୀବନ ମଧ୍ୟ ଦୋଳ ପୂର୍ଣ୍ଣିମା ପରେ ବହୁତ ଭଲ ରହିବ। କାରଣ ପଞ୍ଚମ ଭାବଟି ଆପଣଙ୍କର ଶିକ୍ଷାର ଭାବ ହେବା ସହିତ ପଞ୍ଚମ ଭାବଟି ହୋଇଥାଏ ଆପଣଙ୍କର ପ୍ରେମ ଜୀବନର ଭାବ। ତେଣୁ ଆପଣଙ୍କର ମଧ୍ୟ ପଞ୍ଚମ ଭାବର ଅଧିପତି ରହିଲେ ଶୁକ୍ର, ଯିଏକି ଆପଣଙ୍କର ଦଶମ ଭାବରେ ବିରାଜମାନ ଅଛନ୍ତି ଏବଂ ଆପଣଙ୍କର ପ୍ରଥମ ଭାବର ଅଧିପତି ବୁଧ ମଧ୍ୟ ସେ ଆପଣଙ୍କର ଦଶମ ଭାବରେ ବିରାଜମାନ ରହିଛନ୍ତି। ତ ବୁଧ ଏବଂ ଶୁକ୍ର ଏକତ୍ର ଅଛନ୍ତି, ଯାହାଫଳରେ ଆପଣଙ୍କର ପ୍ରେମ ଜୀବନ ବହୁତ ଭଲ ରହିବ। ଆପଣଙ୍କ ମଧ୍ୟରେ ଭଲ ପାଇବା ବୃଦ୍ଧି ପାଇବ, ବୁଝାମଣା ଆପଣଙ୍କ ମଧ୍ୟରେ ଠିକ୍ ରହିବ। ଏମିତିକି ଯଦି ପୂର୍ବରୁ କୌଣସି ସମସ୍ୟା ଆପଣଙ୍କର ପ୍ରେମ ଜୀବନରେ ଥିଲା, ତେବେ ତାହା ମଧ୍ୟ ଆପଣଙ୍କର ସମାଧାନ ହୋଇଯିବ। ମାତ୍ର ରାହୁ ଯେହେତୁ ଆପଣଙ୍କର ଦଶମ ସ୍ଥାନରେ ବୁଧ ଏବଂ ଶୁକ୍ରଙ୍କ ସହିତ ବିରାଜମାନ ଅଛନ୍ତି, ତେଣୁ ଆପଣ ଆପଣଙ୍କର ପ୍ରେମ ଜୀବନରେ କୌଣସି ଅନ୍ୟ ଲୋକମାନଙ୍କର କଥା ଶୁଣି ଡିଷ୍ଟର୍ବାନ୍ସ କ୍ରିଏଟ୍ କରନ୍ତୁ ନାହିଁ କିମ୍ବା ଅନ୍ୟ ଲୋକମାନଙ୍କୁ ପ୍ରବେଶ କରିବା ପାଇଁ ଦିଅନ୍ତୁ ନାହିଁ। ଯଦି ଆପଣ ଅନ୍ୟ କାହାର କଥା ଶୁଣୁଛନ୍ତି, ତାହେଲେ ଏହାର ଖରାପ ପ୍ରଭାବ ଆପଣଙ୍କର ପ୍ରେମ ଜୀବନ ଉପରେ ପଡ଼ିପାରେ। ସେଥିପ୍ରତି ଆପଣ ସତର୍କ ରୁହନ୍ତୁ। କିନ୍ତୁ ବନ୍ଧୁମାନେ, ଆପଣଙ୍କର ବୈବାହିକ ଜୀବନ ଦୋଳ ପୂର୍ଣ୍ଣିମା ପରେ ସେତେଟା ଭଲ ରହିବ ନାହିଁ। କାହିଁକି ନା ସପ୍ତମ ଭାବଟି ହୋଇଥାଏ ଆପଣଙ୍କର ବୈବାହିକ ଜୀବନର ଭାବ ଏବଂ ଆପଣଙ୍କର ସପ୍ତମ ଭାବର ଅଧିପତି ରହିଲେ ଦେବଗୁରୁ ବୃହସ୍ପତି, ଯିଏକି ଆପଣଙ୍କର ଦ୍ୱାଦଶ ଭାବରେ ବିରାଜମାନ ଅଛନ୍ତି। ତେବେ ଦ୍ୱାଦଶ ଭାବଟିକୁ କୁଣ୍ଡଳୀରେ ଭଲ ବୋଲି ବିଚାର କରାଯାଇନଥାଏ। ତ ଯେ ପର୍ଯ୍ୟନ୍ତ ଗୁରୁ ଆପଣଙ୍କର ଦ୍ୱାଦଶ ଭାବରେ ବିରାଜମାନ ରହିଛନ୍ତି, ଅର୍ଥାତ୍ 15 ମଇ 2025 ପର୍ଯ୍ୟନ୍ତ ଆପଣଙ୍କୁ ନିଜର ବୈବାହିକ ଜୀବନ ଉପରେ ଧ୍ୟାନ ରଖିବାର ଅଛି। ବିନା କିଛି କାରଣରେ ହିଁ ଆପଣ ଦୁହିଁଙ୍କ ମଧ୍ୟରେ ମତଭେଦ ପରିଲକ୍ଷିତ ହେବ। ବିନା କିଛି କାରଣରେ ହିଁ ଆପଣ ଦୁହିଁଙ୍କ ମଧ୍ୟରେ ଝଗଡ଼ା ସୃଷ୍ଟି ହେବ ଏବଂ ଆର୍ଗୁମେଣ୍ଟ ମଧ୍ୟ ହେବ। ତେବେ ଯେ ପର୍ଯ୍ୟନ୍ତ ଗୁରୁ ଆପଣଙ୍କର ଦ୍ୱାଦଶ ଭାବରେ ରହିଛନ୍ତି, ସେ ପର୍ଯ୍ୟନ୍ତ ଆପଣ ନିଜର ବୈବାହିକ ଜୀବନ ଉପରେ ଟିକିଏ ଅଧିକ ଧ୍ୟାନ ଦିଅନ୍ତୁ। ମାତ୍ର ଯେତେବେଳେ ଗୁରୁ ନିଜର ରାଶି ପରିବର୍ତ୍ତନ କରି ଆପଣଙ୍କର ସେ ପ୍ରଥମ ଭାବକୁ ଚାଲି ଆସିବେ, ତ ସେହି ସମୟରେ ଗୁରୁଙ୍କର ସିଧାସଳଖ ଦୃଷ୍ଟି ଆପଣଙ୍କର ସପ୍ତମ ଭାବ ଉପରେ ରହିବ। ସେତେବେଳେ ଆପଣଙ୍କର ବୈବାହିକ ଜୀବନରେ ବହୁତ ପଜିଟିଭ୍ ଚେଞ୍ଜେସ୍ ଗୁଡ଼ିକ ଆସିବ ଏବଂ ପୂର୍ବରୁ ଆପଣଙ୍କର ବୈବାହିକ ଜୀବନରେ ଯାହା ବି କିଛିଟା ସମସ୍ୟା ରହିଥିଲା, ସେହି ସବୁ କିଛି ଆପଣଙ୍କର ସମାଧାନ ହୋଇଯିବ। ଭାଗ୍ୟ ଦୃଷ୍ଟିରୁ ଦେଖିବା ପାଇଁ ଗଲେ ମଧ୍ୟ ଦୋଳ ପୂର୍ଣ୍ଣିମା ଠାରୁ ଆପଣଙ୍କର ଭାଗ୍ୟ ବହୁତ ଭଲ ରହିବ। କାହିଁକି ନା କୁଣ୍ଡଳୀର ନବମ ଭାବଟି ହୋଇଥାଏ ଆପଣଙ୍କର ଭାଗ୍ୟର ଭାବ ଏବଂ ଆପଣଙ୍କର ନବମ ଭାବର ଅଧିପତି ରହିଲେ କିଏ ନା ଶନି, ଯିଏକି ଆପଣଙ୍କର ସେହି ନବମ ଭାବରେ ହିଁ ବିରାଜମାନ ରହିଛନ୍ତି ଏବଂ 29 ମାର୍ଚ୍ଚକୁ ଶନି ଆପଣଙ୍କର ଦଶମ ଭାବକୁ ସେ ଚଳନ କରିବେ। ତେବେ ବନ୍ଧୁମାନେ, ଦଶମ ସ୍ଥାନଟି ହୋଇଥାଏ କେନ୍ଦ୍ର ସ୍ଥାନ। ତ ଆପଣଙ୍କର ନବମ ଭାବର ସ୍ୱାମୀ ହୋଇ ଶନି ଆପଣଙ୍କର କେନ୍ଦ୍ରରେ ବିରାଜମାନ କରିବେ ଆଉ କେନ୍ଦ୍ର ତ୍ରିକୋଣ ରାଜଯୋଗର ସେ ନିର୍ମାଣ କରିବେ, ଯାହାଫଳରେ ଆପଣଙ୍କର ଭାଗ୍ୟ ମଧ୍ୟ ବହୁତ ଭଲ ରହିବ। ଆପଣଙ୍କୁ ସମ୍ପୂର୍ଣ୍ଣ ଭାବରେ ଆପଣଙ୍କ ଭାଗ୍ୟର ସାଥ ପ୍ରାପ୍ତି ହେବ। ତ ଯଦି ଆପଣ କୌଣସି ପ୍ରକାରର ବଡ଼ ଇନଭେଷ୍ଟମେଣ୍ଟ କରିବା ପାଇଁ ଚାହୁଁଛନ୍ତି, କୌଣସି ପ୍ରକାରର ବଡ଼ କାର୍ଯ୍ୟର ଆରମ୍ଭ କରିବା ପାଇଁ ଆପଣ ଚାହୁଁଛନ୍ତି, କିଛି ଡିସିସନ୍ ଆପଣ ନେବା ପାଇଁ ଚାହୁଁଛନ୍ତି, କୌଣସି ବଡ଼ ଜିନିଷ କିଣାକିଣି ଆପଣ କରିବା ପାଇଁ ଚାହୁଁଛନ୍ତି, ତ ପ୍ରତ୍ୟେକଟି କ୍ଷେତ୍ରରେ ଆପଣଙ୍କୁ ଆପଣଙ୍କ ଭାଗ୍ୟର ସାଥ ମିଳିବ। ଆପଣଙ୍କର କ୍ୟାରିୟର ମଧ୍ୟ ଏହି ଦୋଳ ପୂର୍ଣ୍ଣିମା ପରେ ବହୁତ ଭଲ ରହିବ। କାହିଁକି ନା ଦଶମ ଭାବଟି ହୋଇଥାଏ ଆପଣଙ୍କର କ୍ୟାରିୟରର ଭାବ ଏବଂ ଆପଣଙ୍କର ଦଶମ ଭାବରେ ଦୁଇଟି ଶୁଭ ଗ୍ରହ ବିରାଜମାନ ରହିଛନ୍ତି, ବୁଧ ଏବଂ ଶୁକ୍ର, ଯାହାଫଳରେ ଆପଣଙ୍କର କ୍ୟାରିୟରରୁ ଆପଣଙ୍କୁ ବହୁତ ବଡ଼ ବଡ଼ ଆଚିଭମେଣ୍ଟ ସବୁ ମିଳିବ। ନିଜର କାର୍ଯ୍ୟକୁ ନେଇକି ମଧ୍ୟ ଆପଣ ପ୍ରଶଂସା ପାଇବେ। ତେବେ ଆପଣଙ୍କର ଦଶମ ଭାବରେ ରାହୁ ମଧ୍ୟ ରହିଛନ୍ତି, ସେହି କାରଣରୁ ବେଳେବେଳେ ଆପଣଙ୍କ ମଧ୍ୟରେ ଅସନ୍ତୁଷ୍ଟି ଦେଖାଦେଇପାରେ ଏବଂ ଆପଣଙ୍କର ଦଶମ ଭାବର ଅଧିପତି ବୃହସ୍ପତି ମଧ୍ୟ ଆପଣଙ୍କର ଦ୍ୱାଦଶ ଭାବରେ ଅଛନ୍ତି। ସେଥିପାଇଁ କାହା ସହିତ ଆପଣ ଅଯଥାରେ ଯୁକ୍ତିତର୍କ କୌଣସି ପ୍ରକାରର କରନ୍ତୁ ନାହିଁ କିମ୍ବା ନିଜର ଶତ୍ରୁ ସୃଷ୍ଟି କରନ୍ତୁ ନାହିଁ। ଯେତେ ପାରିବେ ଆପଣ ଶାନ୍ତ ରହିବାକୁ ଚେଷ୍ଟା କରନ୍ତୁ ଏବଂ ନମ୍ର ରହିବା ପାଇଁ ଚେଷ୍ଟା କରନ୍ତୁ। ନିଜର ମାଇଣ୍ଡକୁ ଆପଣ
ଯେତେ ଅଧିକ ପାରିବେ ଶାନ୍ତ ରଖନ୍ତୁ। ଏହାଛଡ଼ା ଯେଉଁମାନଙ୍କ ପାଖରେ ଚାକିରି ନାହିଁ ସେମାନଙ୍କୁ ଚାକିରି ପ୍ରାପ୍ତି ହେବାର ମଧ୍ୟ ବହୁତ ଅଧିକ ସମ୍ଭାବନା ରହୁଅଛି। ସେଥିପାଇଁ ଆପଣ ନିଜର ଚେଷ୍ଟା ଜାରି ରଖନ୍ତୁ। ତ ବନ୍ଧୁମାନେ, ଆପଣଙ୍କର ଜୀବନ ମଙ୍ଗଳମୟ ହେଉ, ଏହା ହିଁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ମୋର ପ୍ରାର୍ଥନା। ତ ଆଜିର ଏହି ଭିଡ଼ିଓଟିକୁ ମୁଁ ଏଇଠି ରଖୁଛି। ପୁଣି କଥା ହେବା ଆଉ ଏକ ନୂତନ ଭିଡ଼ିଓ ମାଧ୍ୟମରେ। ରହୁଛି। ଧନ୍ୟବାଦ। ଜୟ ଜଗନ୍ନାଥ।